ବର୍ତ୍ତମାନ ସମୟରେ ଆମେ ଯୁଗ ସହିତ ତାଳ ଦେଇ ଚାଲୁଛେ। ଟିଭି, ଫ୍ରିଜ, ୱାସିଂ ମେସିନ, ମୋବାଇଲ, ଲାପଟପ୍ ଆ ଦ୍ୱାରା ଆମର ବହୁତ କିଛି ଫାଇଦା ହଉଛି। ଯୁଗ ଥିଲା ଖବର ପଠେଇବାକୁ ଆମେ ଅନେକ ଦିନ ଧରି ଅପେକ୍ଷା କରୁଥିଲେ। ଚିଠିଟିଏ ପଠେଇଲେ ସେ ପହଞ୍ଚିବାକୁ ବହୁତ ଡେରି ହଉଥିଲା। ସେମିତିକି ଦିବ୍ୟାଙ୍ଗ ଲୋକମାନେ କାହାକୁ କେତେବେଳେ ଟିକେ ଟେପ୍ ରେକର୍ଡିଂ କରିବାକୁ କହିଦଉଥିଲେ, ସେ କିଏ ଶୁଣିଲେ ଶୁଣିଲେ ନହେଲେ ନାହିଁ, କିମ୍ବା ବ୍ରେଲ ନୋଟ ଡାକିବା ପାଇଁ କାହାକୁ କହୁଥିଲେ, କିଏ ଡାକିଲା ନହେଲା ନାହିଁ। କିନ୍ତୁ ଟକ୍ ବ୍ୟାକ୍ ସୁବିଧା ଆସିବାରୁ ଆମ ଦିବ୍ୟାଙ୍ଗ ପିଲାମାନେ ବି ଉନ୍ନତି କଲେଣି। ସେତେବେଳେ କାଗଜ କଲମରେ ଭୋଟ ଚାଲିଥିଲା, ସେଠି ବରଂ ଲୋକ ହଇରାଣ ହଉଥିଲେ। ଏବେ କିନ୍ତୁ ଇଭିଏମ ସିଷ୍ଟମ ଆସିବାରୁ ଲୋକମାନଙ୍କର ଫାଇଦା ହେଲାଣି। କିନ୍ତୁ ଏ ସବୁ ଫାଇଦାକୁ କିଛି ପୁରୁଖା ଲୋକ ଅଛନ୍ତି ନା ପସନ୍ଦ କରୁଛନ୍ତି। ସେ କହୁଛନ୍ତି ପ୍ରେମ ବିବାହ ଭୁଲ, ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଭୁଲ, ଚାଷରେ ୟୁରିଆ ଡିଏପି ସାର ପ୍ରୟୋଗ କରାଯାଇ ପାରିବନି। ପିଲାମାନେ ଯଦି ଖାତା କଲମ ଛାଡି ଦେଇକି କୌଣସି ପ୍ରଯୁକ୍ତି ବିଦ୍ୟା ଉପରେ ପାଠ ପଢିଲେ, ହୁଅନ୍ତୁ ସେ ସାଧାରଣ ହୁଅନ୍ତୁ ସେ ଦିବ୍ୟାଙ୍ଗ, ତାକୁ ବି ସେ ବିରୋଧ କରୁଛନ୍ତି। ସେଇଭଳି ଜଣେ ବ୍ୟକ୍ତିଙ୍କି ଆଜି ଆମେ ଆମ ଏଇ ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲର ବେକାର କଥା ପରିସରକୁ ଡାକିଛୁ। ତାଙ୍କ ନାଁ ହଉଛି ମୋହନ ସାମଲ। ଗାଁ କେଉଁଝର ଡିଷ୍ଟ୍ରିକ୍ଟର କେଉଁ ଗାଁ, ସେ ଗାଁ ନାଁ କହିବାକୁ ଆମକୁ ମନା ହେଇଛି। ମୋହନ ବାବୁ, ଆପଣ ଆସି ଉପସ୍ଥିତ ଜାହିର କରନ୍ତୁ। ନାଇଁ ମୋହନ ବାବୁ, ଆପଣ ଅନ୍ୟ ଆଡେ କଥା ହେଇପାରିବେନି। ଆପଣ ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲରେ ଅଛନ୍ତି। ମୋହନ ବାବୁ, ଆମକୁ ଟିକେ ଧ୍ୟାନ ଦିଅନ୍ତୁ। ଆରେ ମୋହନ ବାବୁ, ଆମକୁ ତ ଟିକେ ଧ୍ୟାନ ଦିଅନ୍ତୁ, ଆମ କଥା ଶୁଣନ୍ତୁ। ଆପଣ ସେଇଟା କଣ କଥା ହଉଛନ୍ତି? ଆପଣଙ୍କ ପାଟିରେ ଖଇନି ପୁରେଇଛନ୍ତି କି? ନାଇଁ ଆପଣ ଶୋଧିବେନି କିଛି। ହଁ ଆପଣ ଭାଷା, ଆଚ୍ଛା ଆପଣଙ୍କ ନାଁରେ ଅଭିଯୋଗ କିଛି ଆସିଛି? ଆମେ ନାଇଁ ଆପଣ ସେମିତି ଉତ୍ତେଜିତ ହୁଅନ୍ତୁନି। ଆପଣ ଜଣେ ବୟସ୍କ ଲୋକ, ଆପଣଙ୍କ ପାଇଁ ଆମର ବି ସମ୍ମାନ ଅଛି। କାଲି ଯିବ କହିଛି, କାଲି ଯାଇକି ସେଠୁ ଫ୍ରିଜ ତାର କାଢିବ। ବଡ ଆଶ୍ଚର୍ଯ୍ୟ ହେଇଗଲା, ଇଏ ସମୟ ଯାଉଛି। ମୋହନ ବାବୁ, ଇଏ ଭଲ ନୁହେଁ କାମ। ହଁ କୁହ, ଭଲ ନୁହେଁ ତ କଣ ମନ୍ଦ? ଆଚ୍ଛା, ଆପଣଙ୍କ ନାଁରେ ଅଭିଯୋଗ ଆସିଛି, ଆପଣ ବର୍ତ୍ତମାନ ସମୟରେ ହଉଥିବା ପରିବର୍ତ୍ତନକୁ କାହିଁ ବିରୋଧ କରୁଛନ୍ତି? ବର୍ତ୍ତମାନ ଯୁଗରେ କଣ ହଉଛି, ଆମ ବେଳରେ ଏବେ ଯୋଉ ତମେ ଫୋନ ଧରୁଛ, ଟିଭି, ଯୋଉ ପୁଅ ଝିଅ ଫୋନରେ ଦେଖା ଦେଖି ଫଟୋ ଉଠାଉଛି, ସବୁ ଆମର ଗୁଡାକ ପସନ୍ଦ ନାହିଁ ବାବା, ବୁଝିଲ? ନାଇଁ ସେତେବେଳେ ଶୁଣନ୍ତୁ, ସେତେବେଳେ ସମୟରେ ଚିଠି ଦେଲେ ବହୁତ ଦିନ ଲାଗୁଥିଲା। ଆଜି ତ ହ୍ୱାଟ୍ସଆପ ରେ ସାଙ୍ଗେ ସାଙ୍ଗେ ପଠେଇ। ବାବା ଶୁଣ, ବହୁତ ଦିନ ଲାଗିଲେ ବି ତାର ଗୋଟେ ମଜା ଥିଲା। ଅଫିସକୁ ଯାଇକି ସେଠି ହାତ ଲେଖା ଚିଠି ଦବ। ଏଇ ଯୋଉ ଫୋନ ଆସିଲା ବେଳୁ, ତମର ଯୋଉ ଫୋନ ଆସିଲା ବେଳୁ କାଗଜ କଲମ ବନ୍ଦ, ଟର୍ଚ ଲାଇଟ ବନ୍ଦ, ମୋବାଇଲ ଟା ହଉଛି ପୁରା ମିଛ ଭାଷା ଯନ୍ତ୍ର ସବୁ ଘରେ ଅଛନ୍ତି, ଭୁବନେଶ୍ୱରରେ ଅଛି। ଏଇଟା କଣ? ନାଇଁ ସେଇଟା ଦେଖନ୍ତୁ, କିଏ କୋଉ ପରିସ୍ଥିତିରେ ପଡି କହିଦବ। ଆଚ୍ଛା ଆପଣ ପରିସ୍ଥିତି କଣ ପରିସ୍ଥିତି? ତମର ସବୁ ଏଇ ଯୁଗର ଲୋକ, ଗୋଟେ ଲୋକ ମତେ ଦେଖେଇ ଦିଅ ଯିଏକି 60 ବର୍ଷର ଉର୍ଦ୍ଧ୍ୱ ବଞ୍ଚୁଛି। ନାଇଁ ସେମିତି ନାଇଁ, ସେତେବେଳର କଣ ଥିଲା? କାଇଁ ଏବେ ତ ଆପଣ ଚାଷରେ ୟୁରିଆ ଡିଏପି ସାର ପ୍ରୟୋଗ କରିବାକୁ ମନା କରୁଛନ୍ତି, କି ସରକାର ତ ଦଉଛନ୍ତି ସେଥିପାଇଁ। ସେ ସାର ଦିଆ ଖାନା ଖାଅ। ଏବେ ଯୋଉ କଣ ଖାଉଛ, ସେ କଣ ସବୁ ଚାମିନ ଫାମିନ ସବୁ ଖାଇକି ରୋଗା ପରୁଗିଆ ହେଇକି ସବୁ ମରିବ। ନାଇଁ ଆଗରୁ ହଇଜା ଥିଲା, ହଇଜା ଆମାଶୟ ଥିଲା। ହଇଜା ସେଟା ଅଲଗା, ତାର ଗୋଟେ ଅଲଗା ଚିକିତ୍ସା। ଏବେ ଦେଖ, କୋଉଠି ଜର ତପ ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଖାନା, କିନ୍ତୁ ଆମ ବେଳେ ଡାକ୍ତରଖାନା ନାହିଁ, ଘରୋଇ ଉପଚାର। ଘରୋଇ ଉପଚାର ଲୋକ ମରୁନଥିଲେ, ଭଲ ହଉଥିଲେ। ଭଲ ତ ଆଜି 95 ବର୍ଷ ହେଲାଣି ମୁଁ ବଞ୍ଚିଛି। ଆଚ୍ଛା, ଆପଣଙ୍କର ବୟସ କେତେ? ଆପଣଙ୍କ ବୟସ କେତେ? 95 ବର୍ଷ। ଆଚ୍ଛା, ଆପଣ ପ୍ରେମ ବିବାହ କାହିଁ ବିରୋଧ କରୁଛନ୍ତି? ପ୍ରେମ ବିବାହ କଣ? ତମେ ମା ବାପା, ତମେ ଘରେ, ତମ ଝିଅ ଦେଖା ହବ, ସିଏ ତାଙ୍କ ମନ ଯଦି ମିଶିଲା ଆପଣ ମନା କାହିଁ କରୁଛନ୍ତି? ସ୍ୱୟଂବର ହବ, ସେଇଠି ରାଜକୁମାର ଭଳିଆ। ଦେଖନ୍ତୁ, ସିଏ କୋଉ ଯୁଗ ଥିଲା? ଆପଣ କୋଉ ଯୁଗ କଣ? ଆମ ସେଇ ଯୁଗରୁ ତମେ କେତେ ଦିନ ଦେଖିଛ? ତମେ ତମକୁ କେତେ ବର୍ତ୍ତମାନ 30-35 ବର୍ଷ ହଉଥିବ, 40 ବର୍ଷ କଥା କହିପାରିବ? ଆପଣଙ୍କର ଜଣେ ନାତି
ଶ୍ରୀ ରମାକାନ୍ତ ସିଏ ଆମକୁ ଅଭିଯୋଗ କରୁଛନ୍ତି ଯେ ମୁଁ ଗୋଟେ ଝିଅକୁ ଭଲ ପାଇ ବାହା ହେଇଛି ବୋଲି ଜେଜେବାପା ମତେ ଟଣ୍ଟିଆ ମାରି ଘରୁ ବାହାର କରିଦେଲେ, ମତେ ଓ ମୋ ସ୍ତ୍ରୀ କି ଠେଙ୍ଗାରେ ଗୋଡେଇଛନ୍ତି ବାଡେଇବା ପାଇଁ। ସେ ଯଦି ମୋ ପୁଅ ବି ହବ, ଯଦି କୌଣସି ଝିଅକୁ ଭଲ ପାଇକି ବାହା ହବ, ମୁଁ ତାକୁ ଟଣ୍ଟିଆ ମାରିବି। ମାନେ ଆପଣ ଜାଣିଛନ୍ତି ଏଇଟା ବେଆଇନ ଧନ୍ଦା। ନା ନା, ରାଜ ନିମନ୍ତ୍ରଣ ହବ, ରାଜ ନିମନ୍ତ୍ରଣ ଭାବରେ ଯାଇକି ତାକୁ ବନ୍ଧୁ ଦେଖା କରିବ, ସେଇଠି ଗୁଆ ଦିଆଦୁଇ ହବ, ବନ୍ଧୁ କରିବ, ସେଇଟା ସେଇଠି ବାହା ହବ। ଦେଖନ୍ତୁ ସେଟା ଗୋଟେ ପୁରୁଣା ପରମ୍ପରା। ଆମେ ରମାକାନ୍ତକୁ ଡାକିବା, ରମାକାନ୍ତ ଟିକେ ଆମକୁ ତମେ ଅଭିଯୋଗ ଯୋଉ କରିଛ ତାର ସତ୍ୟାସତ୍ୟ ତଥ୍ୟ ପ୍ରଦାନ କର ଆମକୁ। ମୁଁ ଖଇନି ଟିକେ ଖାଇବି ଏଠି। ନାଇଁ ଆପଣ ଖଇନି ପକାନ୍ତୁନି, ଏଠି ରେକର୍ଡିଂ ଚାଲିଛି। ଆଜ୍ଞା ନମସ୍କାର। ହଁ ନମସ୍କାର। ଆପଣ ଗୋଟେ ଝିଅକୁ ଭଲ ପାଉଥିଲେ, ଭଲ ପାଇ ପ୍ରେମ ବିବାହ କିଛି ଖରାପ ନାହିଁ। ଆପଣ ଥରେ ପାର୍କରେ ବସିଥିଲେ, ଆପଣଙ୍କ ଜେଜେବାପା ଇଆଡୁ ଯାଇକି ଆପଣଙ୍କୁ ନିର୍ଧୁମ ପିଟି ଚାଲିଲେ, ସେଇ ଉପରେ କଣ କହିବାକୁ ଚାହୁଁଛନ୍ତି ଆପଣ? ମତେ ତ ପିଟିଲେ କିନ୍ତୁ ନାରୀ ଉପରେ ବି ଅତ୍ୟାଚାର, ମାନେ ମୁଁ ଏଇଟା ଭାରି ଖରାପ କଥା ମୋହନ ବାବୁ, ଇଏ କି କାମ? ନାରୀ କଣ ଦେଖାଉଛୁ ମତେ, ନାରୀ କଣ ଦେଖାଉଛୁ? ତୋ ବୟସ କେତେ, ସେ ଝିଅର ବୟସ କେତେ, ତାକୁ ବାହାବୁ ତୁ? ହଁ ତାଙ୍କ ଭିତରେ ସିଏ ବୟସ ହେଲାଣି, ସିଏ ବାହା ହେବେ, ଅସୁବିଧା କଣ ହେଲା ଏଥିରୁ? ନା ଆମ ସେଇ ଯୁଗରେ, ଆମ ଯୁଗରେ ଏଇ ଜିନିଷ ସବୁ ହେଇନି ବାପା, ଆମେ କେମିତି ଦେଖିବୁ? ନାଇଁ ଏବେ କଣ ଚାଲିଥିଲା ସେତେବେଳେ? ଆପଣ କଣ ଖାଉଥିଲେ ସେତେବେଳେ? ଆପଣ ମାଣ୍ଡିଆ ଖାଉଥିଲେ, ଏବେ କେତେ କେତେ ନୂଆ ଜିନିଷ ଆସିଲାଣି, ଆପଣ ପରିବର୍ତ୍ତନ ହେବେ ନା। ଶୁଣ ସେଇ ନୂଆ ଜିନିଷ ଏବେ ଯୋଉ ଘରେ ଲଗଉଛନ୍ତି, କଣ ଏସି ନା କଣ କହୁଛନ୍ତି, ଯୋଉ ଖରା ଦିନରେ। ତାଙ୍କୁ ଟିକେ କହିବାକୁ ଦଉଥିଲି, ରମାକାନ୍ତଙ୍କୁ ଟିକେ କହିବା। ରମାକାନ୍ତ ବାବୁ ଆପଣ କୁହନ୍ତୁ ତ। ଆପଣ ଡରନ୍ତୁନି, ଆମେ ଅଛୁ ଆପଣଙ୍କ ସହିତ, ଆପଣ ଡରନ୍ତୁନି। ହଁ ମୁଁ ମାନେ ଘରେ ଆଣିକି ଏସି ଟିକେ ଲଗେଇଲି, ତାପରେ ତାଙ୍କ ପାଇଁ ବି ମୁଁ ଆଣିଥିଲି ଗୋଟେ ଏକ୍ସଟ୍ରା କୁଲର ଆଣିକି ଫ୍ରିଜ ଲଗେଇକି କାଟିଥିଲି, କିନ୍ତୁ ଏବେ କହୁଛନ୍ତି କି ସବୁ କାଢି ଦେଇକି ଏସି ଟିକୁ ଫୋପାଡିକି ଭାଙ୍ଗି ଦେଇଛନ୍ତି। ଏମିତି କେମିତି ହବ? ସେ ଏସିଟା ଦରକାର ଅଛି, ଖରା ଦିନ ଆଗକୁ ଆସୁଛି। ଏସିଟା ଦରକାର, ତମ ବାପ ଦିନେ ଏସିରେ ରହିଥିଲ ଆଗରୁ, ଏବେ ଶୁଣନ୍ତୁ ସାର୍, ଆଉ ଗୋଟେ ବହୁତ ବଡ ଭୁଲ କରିଛନ୍ତି। ଦେଖନ୍ତୁ, ଆମେ ମାନେ ହେଲୁ ଦିବ୍ୟାଙ୍ଗ, ତ ଆମ ମାନଙ୍କ ପାଇଁ ଜରୁରୀ ଲ୍ୟାପଟପ୍, କମ୍ପ୍ୟୁଟର, ତାପରେ ଆମର ମୋବାଇଲ ଫୋନ, ଏସବୁ ପାଇଁ ବି ମାନେ ସେମାନେ ସବୁ ଆମକୁ। ଆଗରୁ ପିଲା ବ୍ରେଲରେ ପଢୁଥିଲେ, ଏବେ ଯଦି ଗୋଟେ ସୁବିଧା ହେଇଛି, ଟକିଂ ସୁବିଧା ଆସିଛି, ପିଲା ତାଙ୍କର ସବୁ ଅନୁସନ୍ଧାନ କରି ପଢୁଛନ୍ତି ଇଣ୍ଟରନେଟରେ, ଅସୁବିଧା କଣ ହେଇଯାଉଛି ଆପଣଙ୍କର ମୋହନ ବାବୁ? ଇଣ୍ଟରନେଟ ଯୁଗରେ ପାଠ ପଢୁଥିଲେ, ସେତେବେଳେ ପରିସ୍ଥିତି ସେମିତି ଥିଲା। ପରିସ୍ଥିତି କଣ ପରିସ୍ଥିତି, ବେକାରିଆ କଥାବାର୍ତ୍ତା କରୁଛ ସବୁ। କାଇଁ ସେଥିପାଇଁ ସ୍ମାର୍ଟ ବ୍ରେଲ ଆପ୍ ବି ଆସିଲାଣି, ଅସୁବିଧା କଣ ଅଛି? ସେମାନେ ତାକୁ ୟୁଜ କରିବେ। ହଁ ଏମିତି ହେଇକି ତ ମରୁଛ ସବୁ। ଏତିକି 5 କିଲୋମିଟର ଏବେ ଚାଲ, ମୋ ସହିତ 10 କିଲୋମିଟର ଚାଲିବ, ମୁଁ ଚାଲିକି ଯାଇପାରିବି ଏବେ। ନାଇଁ ଆପଣ ବେକାର କଥାଟା କାଇଁ କହୁଛନ୍ତି ଆପଣ? ଆମ ବେଳରେ ବାପା ଆମେ ଯାଉ ମାଣ୍ଡିଆ ଖାଉଥିଲୁ, ପଖାଳ ଭାତ ଖାଉଥିଲୁ, ଏବେ ସବୁ ବିରିୟାନୀ କଣ ନୂଆ ଆଇଟମ, ମୋ ପାଟିକୁ ରୁଚେନି ସେଇ ଜିନିଷ। ଆଉ ଘରକୁ ଆଣିଲେ ମୁଁ ବିରକ୍ତ ହଉଛି। ନାଇଁ ଯଦି ଜଣେ ଗୋଟେ ବ୍ଲାଇଣ୍ଡ ଲୋକଟେ, ଆପଣଙ୍କ ନାତି ଯେହେତୁ ସେ ଗୋଟେ ବ୍ଲାଇଣ୍ଡ ଲୋକ, ସିଏ ଯଦି ତାର ଲାପଟପ୍ କି ମୋବାଇଲ ତାର ୟୁଜ କଲା, ବ୍ରେଲ ଟିକେ କମ ୟୁଜ କରୁଛି, ଏଥିରେ ଆପଣ କାଇଁ ବିରକ୍ତ ହଉଛନ୍ତି? ସେଇଟା କୋଉ ପ୍ରଭାବ ପକଉଛି? ଭଲ ନୁହଁ, ଏଇ ଜିନିଷ ସବୁ ଭଲ ନୁହଁ। ତମେ ବହି, ଖାତା, କଲମ, ଆଗ କାଳରେ ଆମର ସନ୍ଧ୍ୟା ବେଳରେ ଭାଗବତ ଟୁଙ୍ଗିରେ ଭାଗବତ ପଢା ହଉଥିଲା, ଏବେ କିନ୍ତୁ ଝିଅ ପ୍ରେମ ଚର୍ଚ୍ଚା ଚାଲିଛି। ଏଇ ଯୁଗ ପରିବର୍ତ୍ତନ ହେଇଛି ତ, ଆମେ ଜାଣୁଛୁ ସବୁ। ଆଚ୍ଛା, ଆପଣ ଆଉ ଗୋଟେ କଥା, ଯିଏ ଭୋଟ ଦବାକୁ ଗଲା, ଆପଣ ତାକୁ ଅଟକଉଛନ୍ତି ଜୋର ଜବରଦସ୍ତ, କହୁଛନ୍ତି କେତେ ଲାଞ୍ଚ ନେଇକି ଭୋଟ ଦବାକୁ ଯାଉଛୁ। କିରେ ଭୋଟ ଟା ଜଣେ ସ୍ୱ ଇଚ୍ଛାରେ ଦବ, ଆପଣ କିଏ କଥା କହିବାକୁ? କାଲି ଭୋଟ ଅଛି, ଆଜି ରାତି ଘର ଘର ବୁଲି ପଇସା ବାଣ୍ଟୁଛନ୍ତି। ଆମ ବେଳରେ ବାପା ସେମିତି ନଥିଲା। ଆମ ବେଳରେ ଯିଏ ଭୋଟ ଆମେ ଯାହାକୁ ଦଉଥିଲୁ, ସେ ଘର ଘର ଆସିକି ଆମ ପାଦ। ହଁ ରମାକାନ୍ତ ବାବୁ, ଆପଣ ଆଉ ଗୋଟେ ଅଭିଯୋଗ କରିଛନ୍ତି କିଛି ଦିନ ତଳେ। ଆପଣ ମାନେ ଯୋଉ ଗାଡିଟେ ଗୋଟେ କୋଉ ସାଙ୍ଗକୁ ଡାକିଥିଲେ, କହିଲେ ଟିକେ ଗାଡିରେ ଯିବୁ, ତା ଗାଡି ଉପରେ ଆପଣଙ୍କ ଜେଜେବାପା ପାଣି ଢାଳି ଦେଲେ, କହିଲେ ଚାଲି ଚାଲିକି ବାଡି ମାରିକି ଯାଅ। ଏଇଟା କେତେ ଦୂର ଠିକ? ରମାକାନ୍ତ ବାବୁ ଆପଣ ଟିକେ ଖାଲି କହିଦିଅନ୍ତୁ, ତାପରେ ମୁଁ ମୋହନ ବାବୁଙ୍କୁ ପଚାରିବି ଏ ଘଟଣା ହେଇଛି କି ନାହିଁ। କରିବା କଥା ନୁହଁ। ଦେଖନ୍ତୁ, ତାଙ୍କୁ ଡାକିଥିଲି ମୁଁ ଏଇଥିପାଇଁ ଯେ ଯିବା ଗୋଟେ ଜାଗାକୁ। ମାନେ ମୋହନ ବାବୁ ଆପଣ ଟିକେ ରୁହନ୍ତୁ, ତାଙ୍କୁ କହିବାକୁ ଦିଅନ୍ତୁ ଟିକେ। ସେତେବେଳେ କହିଲେ କଣ ନା, ସାଇକେଲ ବାହାର କରିଦେଲେ, ସାଇକେଲରେ ତୁ ଯା, ନଚେତ ଚାଲି ଚାଲି ଯା, ଏମିତି କଣ କହିବା କଥା? ସିଏ ଚାଲିକି ଯିବେ କେମିତି? ସିଏ ଆଗ କାଳେ ବ୍ଲାଇଣ୍ଡ ମାନେ ବାଡି ମାରିକି ଯାଉଥିଲେ, କି ସୁବିଧା ନଥିଲା। ଇଏ ତ ତାଙ୍କର ମାନେ ସ୍କଲାରସିପ ହେରିକା ମିଳୁଛି, ପଇସା ପତ୍ର ହେଲାଣି, ସିଏ ଯଦି ତାଙ୍କର ଗାଡି କରି ଗଲେ, ଅସୁବିଧା କଣ ହେଲା ଏଥିରୁ? ତମେ ତୁ ମୋ ପାଇଁ ତ ଅଦାଲତକୁ ଆସିଛୁ, ଶଳା ଘରକୁ ଚାଲନ୍ତୁ, ବୁଝିଲୁ? ମୁଁ ଆଉ ତତେ ଏଠି କିଛି କହିବିନି, କହିବୁ କହ। ନାଇଁ ଆପଣ ଏଠି ଯାଇ, ଆପଣ ଏଠି ଗଲେ, ବାହାରୁ ଏଠୁ ଗଲା ପରେ ବି ଆପଣ କିଛି କହିପାରିବେନି ତାଙ୍କୁ। ହଁ ହଁ ରମାକାନ୍ତ ବାବୁ ଆପଣ କୁହନ୍ତୁ, ଆମେ ଶୁଣୁଛୁ ଆପଣଙ୍କ କଥା। ଯଦି ଆପଣ ଆଦେଶ ଦିଅନ୍ତେ, ଏବେ ହିଁ ଆକୁ ବୁଢାକୁ ପୁରା ଏଇଠି ଶେଷ କରିକି ମୁଁ ନାଇଁ ସେମିତି ଆଇନ ହାତକୁ ନିଅନ୍ତୁନି, ଭାଇ ନାଇଁ ମୋହନ ବାବୁ ଆପଣ ବୁଝିବା। ଗୋଟେ କଥା
କହୁଛି ଆପଣ ଓକିଲ ଅଛନ୍ତି, ମୁଁ ଗୋଟେ କଥା କହୁଛି ଶୁଣନ୍ତୁ, ଅଦାଲତ ଭିତରେ ତା ବୟସ ମୋ ବୟସ ଭିତରେ ପାର୍ଥକ୍ୟ କଲେ ଏଇଟା ଏବେ କାଳର ଲୋକର ଭଦ୍ରାମୀ ହଉଛି ଏଇଟା। ଦେଖ କଣ କହିଲା ମତେ ଶୁଣ, ନିଜେ କୁହ। ଆମେ ନାଇଁ ରମାକାନ୍ତ ବାବୁ, ସେ ଯାହା ବି ହେଲେ ଆପଣଙ୍କ ଜେଜେବାପା ଗୁରୁଜନ ଲୋକ। ଆଉ ମୋହନ ବାବୁ ଆପଣ ବି ଧ୍ୟାନ ଦବା ଉଚିତ ଯେ ମତେ ସେ ବାଡେଇବ, ଆପଣ କୁହନ୍ତୁ ବାଡେଇବ। ନାଇଁ ସେ ବାଡେଇବେନି କିନ୍ତୁ ଦେଖନ୍ତୁ, ଆପଣ ଯୁଗ ଅନୁସାରେ ତାଳ ଦେଇ ଚାଲନ୍ତୁ। ଠିକ ଅଛି, ଦିବ୍ୟାଙ୍ଗ ମାନେ ଯୋଉ ଦୃଷ୍ଟିହୀନ ପିଲାମାନେ ବ୍ରେଲ ବି ବ୍ୟବହାର କରିବା ସହିତ ସ୍ମାର୍ଟଫୋନ ଲାପଟପ ବ୍ୟବହାର କରିବା ଉଚିତ। ତା ସହିତ ଯୋଉମାନେ ଟଙ୍କା ନେଇ ଭୋଟ ଦଉଛନ୍ତି ସେଥିରୁ ନିବୃତ୍ତ ରହିବା ଉଚିତ। ଏଇଭଳି କିଛି ପୁରୁଖା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ମତାମତ ନବା ଉଚିତ। ୟୁରିଆ ଡିଏପି ସାର ପ୍ରୟୋଗ କରିକି ଆଜି ଆମେ ଚାଷ କରୁଛେ କମ ସମୟରେ ଅଧିକା ଫସଲ ହବା ପାଇଁ, କିନ୍ତୁ ସେଇ ଜିନିଷ ହିଁ ଆମର ଆଜି ମାଟିକି ପଡିଆ ପକେଇ ସାରିଲାଣି। ଆମେ ଆମ ପାରମ୍ପରିକ ଜିନିଷକୁ ଗୁରୁତ୍ୱ ଦବା ଉଚିତ, କିନ୍ତୁ ପ୍ରେମ ବିବାହକୁ ବି ଗୁରୁତ୍ୱ ଦିଅନ୍ତୁ। କାରଣ ଯେମିତି କୁହନ୍ତିନି ଆରେଞ୍ଜ ମ୍ୟାରେଜ ସେତେବେଳେ ସମୟ ପାଇଁ ଠିକ ଥିଲା। ଯଦି ଦୁହେଁଙ୍କର ମନ ମିଶୁଛି ତାହେଲେ ପ୍ରେମ ବିବାହ ଠିକ, କିନ୍ତୁ ପ୍ରେମ ବିବାହ କରିକି ଘରେ ଅଶାନ୍ତି ସୃଷ୍ଟି କରିବା କେବେ ବି ଠିକ ନୁହେଁ। ଆମେ ବି ଆପଣଙ୍କ ସହିତ ମୋହନ ବାବୁ ଏକମତ। ହଁ ରମାକାନ୍ତ ବାବୁ ଆପଣ କୁହନ୍ତୁ। ହଁ ମୁଁ କହୁଛି କି ଶୁଣନ୍ତୁ, ଇଏ ଆର ତ ଏମିତି ବଳ ବୟସ ଗଲାଣି, ଇଏ କାହିଁକି ମତେ ଏବେ ଏମିତି କହୁଛି କି ତାର ସେମିତି କୁହନ୍ତୁନି, ସେ ବୟସ୍କ ଲୋକ ଗୁରୁଜନ ଲୋକ, ସେମିତି କଣ କୁହନ୍ତି? ଗୁରୁଜନ ଯେ ମାନେ ଇଏ କଣଟା ମତେ ଦେଖେଇବ କହିଲେ, କଣଟା ମୁଁ ଆକୁ ତ ଗୋଟେ ବାଡି ଦେଲେ ସେଇ ଦେଖିଲେ ତ ଏଠି ଆପଣ ଜାଣିଲେ କଣ କହିଲା ମତେ ଶୁଣିଲେ ଚୁପ୍ ପୁଣି ଦେଖ। ନାଇଁ ରମାକାନ୍ତ ବାବୁ, ଇଏ କି ସେ ଗୋଟେ ଗୁରୁଜନ ଲୋକ, ଆପଣ ଏମିତି ତାଙ୍କୁ କହିବେ? ଗୁରୁଜନ କଣ ମାନେ ଆମକୁ ଏତେ ଅତ୍ୟାଚାର କରିବେ ଗୁରୁଜନ ବୋଲି ଆମେ ଘରେ ବାଧ୍ୟ? ଶୁଣନ୍ତୁ ଟିକେ ଶୁଣନ୍ତୁ, ଆକୁ ମୋ ବାପା ପାଇଁ ମୁଁ ଘରେ ରଖିଛି, ନହେଲେ ବୁଢାକୁ ତ ଏବେ ଶେଷ କରିଦିଏ। ନାଇଁ ରମାକାନ୍ତ ବାବୁ ଆପଣ ଟିକେ ଉତ୍ତେଜିତ ହୁଅନ୍ତୁନି, ଏ ଠିକ ନୁହେଁ। ନାଇଁ ମୋହନ ବାବୁ, ଆପଣ ବି ଟିକେ ପିଲାଙ୍କ କଥା ଟିକେ ବୁଝନ୍ତୁ। ମୁଁ ଗୋଟେ କଥା କହୁଛି ଆପଣ ଶୁଣନ୍ତୁ। ଯୋଉ ଗୋଟେ କଥା କହିଲେ ମୋ ମନକୁ ପାଇଲା ଯେ ପୁରୁଖା ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମୀ ବିଷୟରେ ବୁଝିବା ପାଇଁ। ଦେଖନ୍ତୁ ଆମ ବେଳେ କଣ ହଉଥିଲା, ମୁଁ ଗୋଟେ କଥା କହୁଛି ସଂକ୍ଷେପରେ କହିବି। ଆମ ବେଳେ ଯାହା ଅତ୍ୟାଚାର ହଉଥିଲା, ଆପଣ ସରକାର ହେଲେ ଆମ ଉପରେ ଯୋଉଟା ଅତ୍ୟାଚାର ହେଲା ଆପଣ ଯେତିକି ବୁଝୁନାହାନ୍ତି, ଆମ ପୁରା ଗାଁ ସାରା ଲୋକ ଆମେ ଉଠିକି ଯାଇକି ତା କଥା ବୁଝିବୁ। କିନ୍ତୁ ଏବେ କଣ ହଉଛି, ଆପଣ ସରକାର ହେଇଛନ୍ତି, ଯଦି ଅନ୍ୟାୟ ବିରୁଦ୍ଧରେ ଚାଲିଲେ ଆପଣ 2,50,000 60,000 ଠିକିଲେ ସମସ୍ତେ ଚୁପ୍ ରହୁଛନ୍ତି। କଥା କହିଲେ ପିଲା କଥା, ଏବେର ଯାହା କହୁଛନ୍ତି ପିଲା, ଆଉ ଆମେ କଣ କହିପାରିବୁ? ପିଲାଙ୍କ ମନ ଆମେ ବି ପିଲାଳିଆ ବୋଲେ ଆମ ମନ ସେମିତି ଥିଲା। ଦେଖନ୍ତୁ ରମାକାନ୍ତ ବାବୁ, ସିଏ ବି ଆପଣଙ୍କୁ ସମର୍ଥନ ଦେଲେଣି, ଆପଣ ରାଗନ୍ତୁନି। ଉଭୟଙ୍କ କଥାର ମାନେ ଯେମିତି କୁହନ୍ତିନି କି, ଉଭୟଙ୍କ କଥାର ଗୁରୁତ୍ୱ ରହିଅଛି। ରମାକାନ୍ତ ବାବୁ ଆଉ ମୋହନ ବାବୁ ଗୁରୁତ୍ୱ ରହିଛି ନା, ଶୁଣନ୍ତୁ ଟିକେ ଶୁଣନ୍ତୁ, ଗୁରୁତ୍ୱ ରହିଛି ନା। ଇଏ ମତେ ଯେହେତୁ ଆଜି ବାଡି ଦେଖେଇଛନ୍ତି ତ ମୁଁ ଘରକୁ ଯାଇ ଆ କଥା ମୁଁ ନାଇଁ ସେମିତି ନାଇଁ। ଦେଖନ୍ତୁ ଆପଣ ବୁଝିଲେଣି, ସେ ବା କହିଲେ ଯେ ମୁଁ ବି ପିଲାଙ୍କୁ ସମର୍ଥନ ଦଉଛି, ଆପଣ ରାଗିବେନି। ସେ ବୟସ୍କ ଲୋକ, ଗୁରୁଜନ ଲୋକ। ବୁଢାକୁ ଶେଷ କରିଦେବି। ନାଇଁ ସେମିତି ଠିକ ନୁହେଁ। ସେମିତି ହେଲେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବାଧ୍ୟ ହେଇକି ଆମେ ପୋଲିସରେ ଦବୁ ଏ ରେକର୍ଡିଂ। ମୋ କଥା ଶୁଣନ୍ତୁ, ଆମ ସମୟରେ ଆମେ ବି ପିଲା ଥିଲୁ, ଆମ ମନ ବି ଥିଲା, କିନ୍ତୁ ଗୋଟେ ଜିନିଷ ଆମକୁ କଣ ଖରାପ ଲାଗୁଛି, ଆମ ବେଳେ ଏଇ ଜିନିଷ ଯୋଉ ନଥିଲା, ଏଇ ଜିନିଷଟା ଆମକୁ ଅଡ ଲାଗୁଛି। ନାଇଁ ଧୀରେ ଧୀରେ ଦେଖନ୍ତୁ, ଯୁଗ ଉପରେ ପ୍ରଥମେ ଲୋକ ପଥରରୁ ପଥର ଖସି ନିଆଁ ବାହାର କରୁଥିଲେ, ତାପରେ ଧୀରେ ଧୀରେ ଯୋଉ ନିଆଁର ବ୍ୟବହାର କେମିତି ଗ୍ୟାସ ଷ୍ଟୋଭ ଏସବୁ ମାନେ ଡିଆସିଲରେ କେମିତି ଲଗେଇ ହବ ଜାଣିଲେ। ତେଣୁକରି ଯୁଗ ଅନୁସାରେ ଆମକୁ ହିଁ ପରିବର୍ତ୍ତନ ହବାକୁ ପଡିବ। ଯୁଗ ବଦଳୁଛି, ଆମ ପୂର୍ବ ମଣିଷ ସବୁ ଚାରି ଗୁଡିଆ ହେଇ ଚାଲୁଥିଲେ, ତାପରେ ଆମେ ଶିଖିଲୁ। ଆମ ବେଳେ ଏତେ ଜିନିଷ ନଥିବ, ବିରକ୍ତ ଲାଗୁଛି। ନହେଲେ ଆଜି ଆପଣ 2 ଜଣ ଯାକ ଆସିଲେ ଆମ ଚ୍ୟାନେଲରେ, ସବୁ କଥା କହିଲେ, କଣ କହିବେ ଆମ ଚ୍ୟାନେଲ ବାବଦରେ? ବେକାର କଥା ଏପିସୋଡ ବାବଦରେ କଣ କହିବେ? ଆଉ କଣ କହିବା, ଆପଣ ଆଣିକି ଡାକିଲେ, ଆଉ ଆମେ ଯାହା ପଚାରିଲେ କହିଲୁ, ଭଲ ଲାଗେ। ମୁଁ ଅନେକ ଲୋକ ଏଠିକୁ ଆସିକି ଭଲ, ଏଠିର ଭଲ, ଚ୍ୟାନେଲ ବି ଭଲ, ଲୋକ ସବୁ ଦେଖୁଛନ୍ତି। ରମାକାନ୍ତ ବାବୁ ଆପଣ କଣ କହିବେ? ମୁଁ କହିବାକୁ ଚାହୁଁଛି କି ମତେ ଯୋଉ ଅଜା ଟିକେ କ୍ଷମା କରିଦେବେ। ଆଉ ସେ କ୍ଷମା କରିଦେବେ, ଛାଡି ଦିଅନ୍ତୁ। ପିଲା ଲୋକ ଯାହା କରିଛି ସେ ଆପଣଙ୍କ ନାତି, ଆପଣ ତାକୁ କ୍ଷମା କରିଦିଅନ୍ତୁ। ପିଲା ଲୋକ ସେ ଯାହା କହିବେ, ତାଙ୍କ ବୟସ ହେଇନି କଣ ସେଇଟା ଧରିବାର ଅଛି। ବର୍ତ୍ତମାନ ଆମେ ତାହେଲେ ଏଇଠି ଆମେ ବିଦାୟ ନବା ତାହେଲେ ଏଇଠୁ। ଆପଣ 2 ଜଣଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ। ଆଜ୍ଞା, ଜୟ ଜଗନ୍ନାଥ।